ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ଗୁଜରାଟର ସୁରଟରେ ଆଜି ଜଳ ସଞ୍ଚୟ ଜନଭାଗିଦାରୀ ଅଭିଯାନ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆନ୍ଧ୍ରପ୍ରଦେଶ ବନ୍ୟାରେ 1.8 ଲକ୍ଷ ହେକ୍ଟର ଚାଷ ଜମି ଓ 2 ଲକ୍ଷ ଚାଷୀ ପ୍ରଭାବିତ ସୂଚନା। ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ 40 ଜଣିଆ ତାରକା ପ୍ରଚାରକଙ୍କ ନାମ ଘୋଷଣା କଲା ବିଜେପି। କୋଲକାତା ଆର୍ଜି କର ଦୁଷ୍କର୍ମ ଘଟଣା ପରେ 2 ଜଣ ବରିଷ୍ଠ ଡାକ୍ତର ନିଲମ୍ବିତ। ଏବଂ ପ୍ୟାରିସ୍ ପାରାଅଲିମ୍ପିକ୍ସ 2024ର ଆଜି ନବମ ଦିନରେ ଆଥଲେଟିକ୍ସ ଏବଂ ପାୱାର ଲିଫ୍ଟିଂରେ ପ୍ରଦର୍ଶନ କରିବେ ଭାରତୀୟ କ୍ରୀଡ଼ାବିତ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ଗୁଜରାଟର ସୁରଟରେ ଜଳ ସଞ୍ଚୟ ଜନଭାଗିଦାରୀ ଅଭିଯାନ ଶୁଭାରମ୍ଭ କରିବେ। ଜଳଶକ୍ତି ଅଭିଯାନ କ୍ୟାଚ୍ ଦ ରେନ୍ ଅଭିଯାନ ସହିତ ଏହା ସମ୍ପର୍କିତ, ଯାହା ଦୀର୍ଘକାଳୀନ ଜଳ ନିରାପତ୍ତା ସୁନିଶ୍ଚିତ କରିବ। ଗୁଜରାଟର ନାଗରିକ, ସ୍ଥାନୀୟ ସଂସ୍ଥା, ଶିଳ୍ପ ଓ ଅଂଶୀଦାରମାନଙ୍କୁ ବର୍ଷା ଜଳ ସଂରକ୍ଷଣ ଢାଞ୍ଚା କାର୍ଯ୍ୟକାରୀ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। କାର୍ଯ୍ୟକ୍ରମ ଅଧୀନରେ ଗୁଜରାଟରେ ପ୍ରାୟ 24,800 ବର୍ଷା ଜଳ ସଂରକ୍ଷଣ ଢାଞ୍ଚା ଗୋଷ୍ଠୀ ଭାଗିଦାରୀରେ ନିର୍ମାଣ କରାଯାଉଛି। ଏହି ଢାଞ୍ଚା ବର୍ଷା ଜଳ ସଂରକ୍ଷଣ ବୃଦ୍ଧି ଏବଂ ଦୀର୍ଘକାଳୀନ ଜଳ ସ୍ଥାୟିତ୍ୱକୁ ସୁନିଶ୍ଚିତ କରିବାରେ ସହାୟକ ହେବ। ଏହି ପଦକ୍ଷେପ ଅଧୀନରେ ନିର୍ମିତ ଢାଞ୍ଚାଗୁଡ଼ିକ ବର୍ଷା ଜଳ ସଂରକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଆନ୍ଧ୍ରପ୍ରଦେଶରେ ବନ୍ୟା ଯୋଗୁଁ 1.8 ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି ଏବଂ ପ୍ରାୟ 2 ଲକ୍ଷ ଚାଷୀ ପ୍ରଭାବିତ ହୋଇଛନ୍ତି। ବିଶେଷ କରି ଫୁଲ ଓ ହଳଦୀ ଚାଷ ବହୁଳ ଭାବରେ କ୍ଷତିଗ୍ରସ୍ତ ହୋଇଛି। ଶ୍ରୀ ଚୌହାନ 2 ଦିନିଆ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ଗସ୍ତରେ ଯାଇ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି। କ୍ଷୟକ୍ଷତି ଆକଳନ ସରିବା ପରେ କେନ୍ଦ୍ର ସରକାରଙ୍କ ତରଫରୁ 2 ରାଜ୍ୟକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କୃଷିମନ୍ତ୍ରୀ କହିଛନ୍ତି। ଆକଳନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏନ୍ଡିଆର୍ଏଫ୍ ଟିମ୍ ଓ କୃଷି ବିଭାଗର ଅଧିକାରୀମାନେ କ୍ଷୟକ୍ଷତି ଆକଳନ କରୁଛନ୍ତି। କୃଷିମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ଏବଂ କ୍ଷତିଗ୍ରସ୍ତ ଫସଲ ଓ ଘରୋଇ ସାମଗ୍ରୀ ପାଇଁ କ୍ଷତିପୂରଣ ପ୍ରଦାନ କରିବାରେ ସହାୟତା କରିବେ। ଆନ୍ଧ୍ରରେ ଶ୍ରୀ ଚୌହାନ ବୁଡାମେରୁ, ଜାକାମପୁଡ଼ି ଦୁଗ୍ଧ କାରଖାନା ଏବଂ କାନ୍ଦ୍ରିକା ସମେତ ବିଜୟୱାଡାର ବନ୍ୟା ପ୍ରଭାବିତ ଅଞ୍ଚଳର ଆକାଶମାର୍ଗରୁ ସର୍ବେକ୍ଷଣ କରିଥିଲେ ଏବଂ ପ୍ରକାଶମ ବ୍ୟାରେଜ୍ ଡ୍ୟାମ୍ ଓ କ୍ରିଷ୍ଣା ନଦୀ ପାର୍ଶ୍ୱରେ କ୍ଷତିଗ୍ରସ୍ତ ଚାଷ ଜମିର ଅନୁଧ୍ୟାନ କରିଥିଲେ। ଜକାମପୁଡ଼ିରେ ଶ୍ରୀ ଚୌହାନ ବନ୍ୟା ପାଣି ମଧ୍ୟରେ ସ୍ଥାନୀୟ ବାସିନ୍ଦା ଓ କୃଷକଙ୍କ ସହ ଆଲୋଚନା କରିଥିଲେ। ଆଜି ଶ୍ରୀ ଚୌହାନ ବନ୍ୟା ପ୍ରଭାବିତ ଖମାମ ଜିଲ୍ଲା ଏବଂ ତେଲଙ୍ଗାନାର ଅନ୍ୟାନ୍ୟ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାରେ ପ୍ରବଳ ବର୍ଷା ଓ ବନ୍ୟାଜନିତ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ବନ୍ୟା ପ୍ରଭାବିତ ଲୋକଙ୍କୁ ସମ୍ପୂର୍ଣ୍ଣ ସହାୟତା ଯୋଗାଇ ଦେବାକୁ ରାଷ୍ଟ୍ରାୟତ୍ତ ବୀମା କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରଣାଳୟ କହିଛି, ବୀମା କମ୍ପାନୀଗୁଡ଼ିକୁ ସ୍ୱତନ୍ତ୍ର ଶିବିର ଆୟୋଜନ କରି ଏବଂ ଦାବି ପ୍ରକ୍ରିୟାକୁ ସହଜ କରି ଶୀଘ୍ର ଦାବି ସମାଧାନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବୀମାଧାରକମାନେ ଯେଉଁ ନୋଡାଲ ଅଫିସରଙ୍କ ସହ ଯୋଗାଯୋଗ କରିପାରିବେ, ସେମାନଙ୍କ ନାମ ଏବଂ ଯୋଗାଯୋଗ ନମ୍ବରକୁ ବ୍ୟାପକ ଭାବେ ବିଜ୍ଞାପନ ଜରିଆରେ ଜଣାଇବାକୁ ବୀମା କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ତ୍ରଣାଳୟ କହିଛି, କେନ୍ଦ୍ର ସରକାର ଏହି ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ଏବଂ ସେମାନଙ୍କୁ ଯଥାଶୀଘ୍ର ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ। ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବିଜେପି 40 ଜଣ ତାରକା ପ୍ରଚାରକଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଛନ୍ତି। ଚଳିତ ମାସ 25 ତାରିଖରେ ସେଠାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ମନୋହର ଲାଲ ଖଟ୍ଟର, ଜି କିଶନ ରେଡ୍ଡି, ଜିତେନ୍ଦ୍ର ସିଂ ଏବଂ ଶିବରାଜ ସିଂ ଚୌହାନଙ୍କ ଭଳି ଅନେକ ବରିଷ୍ଠ ବିଜେପି ନେତା ମଧ୍ୟ ଦଳର ତାରକା ପ୍ରଚାରକଙ୍କ ମଧ୍ୟରେ ଅଛନ୍ତି। ସେପ୍ଟେମ୍ବର 18, 25 ଏବଂ ଅକ୍ଟୋବର 1ରେ 3ଟି ପର୍ଯ୍ୟାୟରେ 90 ଆସନ ବିଶିଷ୍ଟ ଜମ୍ମୁ କାଶ୍ମୀର ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଅକ୍ଟୋବର 8ରେ ଭୋଟ ଗଣତି ହେବ। କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ଘୋଷଣା କରିଛନ୍ତି, ଆୟୁଷ ପାଇଁ ନ୍ୟାସନାଲ ଏକ୍ଜିଟ୍ ଟେଷ୍ଟ ନେକ୍ସଟ 2021-22 ବ୍ୟାଚ୍ରୁ କାର୍ଯ୍ୟକାରୀ ହେବ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ଯାଦବ କହିଛନ୍ତି, ଏହି ପ୍ରସଙ୍ଗରେ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମୀକ୍ଷା ପାଇଁ ଗଠିତ କମିଟିର ସୁପାରିଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି।
2021-22 ଶିକ୍ଷାବର୍ଷରେ ଭାରତୀୟ ଚିକିତ୍ସା ଆୟୋଗ ଏବଂ ଜାତୀୟ ହୋମିଓପାଥି ଆୟୋଗ ଆଇନ ଅଧୀନରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ନେକ୍ସଟ ଲାଗୁ କରିବାକୁ କମିଟି ସୁପାରିଶ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମବଙ୍ଗ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଡାକ୍ତର ବିରୁପାକ୍ଷ ବିଶ୍ୱାସ ଏବଂ ଡାକ୍ତର ଅଭିକ୍ ଦେଙ୍କୁ ନିଲମ୍ବିତ କରାଯାଇଛି। କୋଲକାତାର ଆର୍ଜିକର ମେଡିକାଲ କଲେଜରେ ପ୍ରଶିକ୍ଷାର୍ଥୀ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଉଭୟ ଡାକ୍ତର ଦୀର୍ଘଦିନ ଧରି ପଶ୍ଚିମବଙ୍ଗର ବିଭିନ୍ନ ମେଡିକାଲ କଲେଜର କନିଷ୍ଠ ଡାକ୍ତର ଏବଂ ଶିକ୍ଷକମାନଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି। ଡାକ୍ତର ବିରୁପାକ୍ଷ ବିଶ୍ୱାସ ପାଥୋଲୋଜି ବିଭାଗର ବର୍ଦ୍ଦୱାନ ମେଡିକାଲ କଲେଜରେ ବରିଷ୍ଠ ଆବାସିକ ଡାକ୍ତର ଏବଂ ଡାକ୍ତର ଅଭିକ୍ ଦେ ସେହି ମେଡିକାଲ କଲେଜର ରେଡିଓ ଡାଇଗ୍ନୋସିସ୍ ବିଭାଗର ଆବାସିକ ଚିକିତ୍ସା ଅଧିକାରୀ ଏବଂ କୋଲକାତାର ଏସ୍ଏସ୍କେଏମ୍ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ପିଜିଟି ଅଛନ୍ତି। ରାଜ୍ୟରେ ଆର୍ଜିକର ଘଟଣା ପରେ ଜନ ଅସନ୍ତୋଷକୁ ଶାନ୍ତ କରିବା ପାଇଁ ସେମାନଙ୍କୁ ନିଲମ୍ବିତ କରାଯାଇଥିବା କୁହାଯାଇଛି। 2024-25 ବର୍ଷ ପାଇଁ ରାଷ୍ଟ୍ରୀୟ ସାଧନ ଓ ଯୋଗ୍ୟତା ଛାତ୍ରବୃତ୍ତି ଯୋଜନା ପାଇଁ ଆବେଦନ ସମୟସୀମାକୁ ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସୂଚନା ଅନୁଯାୟୀ ଏହି ଯୋଜନା ଅଧୀନରେ ଅଷ୍ଟମ ଶ୍ରେଣୀ ପରେ ଡ୍ରପ୍ ଆଉଟ୍ ରୋକିବା ଏବଂ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଶିକ୍ଷା ସମାପ୍ତ କରିବାକୁ ଉତ୍ସାହିତ କରିବା ପାଇଁ ଆର୍ଥିକ ଦୁର୍ବଳ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯାଏ। ଚଳିତ ବର୍ଷ ଜୁନ୍ 30 ତାରିଖରୁ ଛାତ୍ରଛାତ୍ରୀମାନେ ଆବେଦନ କରିବା ପାଇଁ ଜାତୀୟ ଛାତ୍ରବୃତ୍ତି ପୋର୍ଟାଲ ଖୋଲା ରହିଛି। ଏହି ଯୋଜନା କେବଳ ରାଜ୍ୟ ସରକାର, ସରକାରୀ ଅନୁଦାନପ୍ରାପ୍ତ ଏବଂ ସ୍ଥାନୀୟ ସଂସ୍ଥା ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେଉଛି ଏବଂ ବାର୍ଷିକ 12,000 ଟଙ୍କା ଛାତ୍ରବୃତ୍ତି ପ୍ରଦାନ କରାଯାଉଛି। ରାଷ୍ଟ୍ରୀୟ ସୁରକ୍ଷା ଏକାଡେମୀର ଏକ ପ୍ରତିନିଧି ଦଳ ଗତକାଲି 5 ଦିନିଆ ନେପାଳ ଗସ୍ତ ଶେଷ କରିଛନ୍ତି। ଭାରତୀୟ ଦୂତାବାସ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ଭାରତର ବେସାମରିକ ସେବା ଏବଂ ପ୍ରତିରକ୍ଷା ବାହିନୀର 21 ଜଣ ବରିଷ୍ଠ ଅଧିକାରୀଙ୍କ ସମେତ ଅଷ୍ଟ୍ରେଲିଆ, ଭୁଟାନ, ଜାପାନ, କାଜାଖସ୍ତାନ, ଓମାନ ଏବଂ ଆମେରିକାର ପ୍ରତିନିଧିମାନଙ୍କୁ ନେଇ ଗଠିତ ଏହି ପ୍ରତିନିଧି ଦଳରେ ଭାରତୀୟ ନୌସେନାର ବରିଷ୍ଠ ନିର୍ଦ୍ଦେଶକ ରିୟର ଆଡମିରାଲ ସନ୍ଦୀପ ଏସ୍ ସାନ୍ଧୁ ନେତୃତ୍ୱ ନେଇଥିଲେ। ଏହି ଦଳ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି, ସ୍ୱରାଷ୍ଟ୍ରମନ୍ତ୍ରୀ ରମେଶ ଲେଖକ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଅର୍ଜୁନ ରାଣା ଦେଓବା ଏବଂ ପ୍ରତିରକ୍ଷା ମନ୍ତ୍ରୀ ମନବୀର ରାୟଙ୍କୁ ସାକ୍ଷାତ କରିଥିଲେ। ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାର ଏକ ସ୍ଥାନୀୟ ଅଦାଲତ କାରିଗର ଜୟଦୀପ ବାପ୍ତେ ଏବଂ ତାଙ୍କ ପରାମର୍ଶଦାତା ଚେତନ ପାଟିଲଙ୍କୁ ସେପ୍ଟେମ୍ବର 10 ତାରିଖ ପର୍ଯ୍ୟନ୍ତ ପୋଲିସ ହେଫାଜତକୁ ପଠାଇ ଦେଇଛନ୍ତି। ରାଜକୋଟ କିଲ୍ଲାରେ ଛତ୍ରପତି ଶିବାଜୀ ମହାରାଜଙ୍କ 35 ଫୁଟର ପ୍ରତିମୂର୍ତ୍ତି ଭୁଷୁଡ଼ି ପଡ଼ିବାର ପ୍ରାୟ 10 ଦିନ ପରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ପାଟିଲଙ୍କୁ ଅଗଷ୍ଟ 30ରେ କୋହ୍ଲାପୁରରୁ ଗିରଫ କରାଯାଇଥିବା ବେଳେ ଆପ୍ତେଙ୍କୁ ବୁଧବାର ରାତିରେ ଥାନେ ଜିଲ୍ଲାର କଲ୍ୟାଣରୁ ଗିରଫ କରାଯାଇଥିଲା। ଗତକାଲି ଶୁଣାଣି ସମୟରେ ଶ୍ରୀ ଆପ୍ତେ କହିଛନ୍ତି ସେ ସହଯୋଗ କରିବା ସହ ପ୍ରତିମୂର୍ତ୍ତିର ଡିଜାଇନ୍ ସମ୍ପର୍କରେ ସମସ୍ତ ବିବରଣୀ ପ୍ରଦାନ କରିବାକୁ ଇଚ୍ଛୁକ। ପ୍ୟାରିସ୍ ପାରାଅଲିମ୍ପିକ୍ସ 2024ରେ କପିଲ ପରମାର ଗତକାଲି ପାରା ଜୁଡୋ ପୁରୁଷ J160 କିଲୋଗ୍ରାମ ବର୍ଗରେ ବ୍ରାଜିଲର ଏଲିଏଲ୍ଟନ ଡି ଅଲିଭିଏରାଙ୍କୁ 10-0 ଗୋଲରେ ପରାସ୍ତ କରି କାଂସ୍ୟ ପଦକ ହାସଲ କରିଛନ୍ତି। ଜୁଡୋରେ ଏହା ଭାରତର ପ୍ରଥମ ପାରାଅଲିମ୍ପିକ୍ସ ପଦକ। କପିଲ ପରମାରଙ୍କ ଐତିହାସିକ ପଦକ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି କପିଲ ଅନେକ ବାଧାବିଘ୍ନକୁ ଅତିକ୍ରମ କରିଛନ୍ତି ଏବଂ ପାରା ଅଲିମ୍ପିକ୍ସରେ ଜୁଡୋ ପ୍ରତିଯୋଗିତାରେ ପ୍ରଥମ ଭାରତୀୟ ଭାବେ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ ମଧ୍ୟ ବ୍ରୋଞ୍ଜ ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କପିଲ ପରମାରଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଏହା ଏକ ସ୍ମରଣୀୟ କ୍ରୀଡ଼ା ପ୍ରଦର୍ଶନ ଏବଂ ଏକ ସ୍ୱତନ୍ତ୍ର ପଦକ। ଆଜି ଖେଳର ନବମ ଦିନରେ ଭାରତୀୟ କ୍ରୀଡ଼ାବିତ୍ମାନେ ଆଥଲେଟିକ୍ସ ଏବଂ ପାୱାର ଲିଫ୍ଟିଂରେ ବିଜୟ ହାସଲ କରିବାକୁ ଚେଷ୍ଟା କରିବେ। ପାୱାର ଲିଫ୍ଟିଂରେ କସ୍ତୁରୀ ରାଜମଣି ମହିଳା 67 କେଜି ବର୍ଗରେ ଫାଇନାଲରେ ଭାଗ ନେବେ। ୟୁକ୍ରେନ ସଂସଦରେ ଦିମିତ୍ରୋ କୁଲେବାଙ୍କ ସ୍ଥାନରେ ଆନ୍ଦ୍ରି ସିବିହାଙ୍କୁ ଦେଶର ନୂତନ ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତି ନେଇ ସମର୍ଥନ ମିଳିଛି। ସିବିହା ଉପସ୍ଥିତ ଥିବା 315 ଜଣ ସାଂସଦଙ୍କ ମଧ୍ୟରୁ 258 ଜଣ ସମର୍ଥକଙ୍କ ସମର୍ଥନ ହାସଲ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ଗୁଜରାଟର ସୁରଟରେ ଆଜି ଜଳସଞ୍ଚୟ ଜନଭାଗିଦାରୀ ଅଭିଯାନ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆନ୍ଧ୍ରପ୍ରଦେଶ ବନ୍ୟାରେ 1.8 ଲକ୍ଷ ହେକ୍ଟର ଚାଷ ଜମି ଓ 2 ଲକ୍ଷ ଚାଷୀ ପ୍ରଭାବିତ ସୂଚନା। ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ 40 ଜଣିଆ ତାରକା ପ୍ରଚାରକଙ୍କ ନାମ ଘୋଷଣା କଲା ବିଜେପି।
कोलकाता आरजीकर दुष्कर्म घटना पर 2 जन वरिष्ठ डाक्तर निलंबित एवं पेरिस पैरालंपिक्स 2024 आज नवम दिन में एथलेटिक्स और पावर लिफ्टिंग रे प्रदर्शन करेंगे भारतीय क्रीड़ाविद। संवाद शेष है। अधिक संवाद पर आपण मैंने newsonair.gov.in वेबसाइट और न्यूज ऑन एआईआर ऐप रे लॉगिन करें।